ସାଙ୍ଗମାନେ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ମୋ ଚ୍ୟାନେଲ ରଶ୍ମି ରେଖା ଦୁନିଆକୁ। ଆଜି ବନେଇବା ପୋଇ ଚିଙ୍ଗୁଡ଼ି ଶୁଖୁଆ ଘାଣ୍ଟ। ଏଇଠି ଦେଖନ୍ତୁ ଆଜି ବଜାର ବଢ଼ିଆ ତଟକା ପୋଇ ଆସିଥିଲା, ବୋଇତାଳୁ ବି ଆସିଥିଲା। ଚିଙ୍ଗୁଡ଼ି ଶୁଖୁଆ ଘରେ ଥିଲା, ସେଥିପାଇଁ ମୁଁ ଭାବିଲି ଆଜି ଚିଙ୍ଗୁଡ଼ି ଘାଣ୍ଟ କରିବା ପୋଇ ଦେଇକି। ଏଇଟା ଖାଇବା ପାଇଁ ବହୁତ ବି ଭଲ ଲାଗେ। କାହାକୁ ଭଲ ଲାଗେ ନିହାତି କମେଣ୍ଟ କରିବେ। ଏଇଠି ପରିବା ସବୁ କାଟିଦେଲି, ଆଉ ପୋଇ ପତ୍ରକୁ ବାଛିକି ଧୋଇକି ରଖିଦେଲି। ପରିବା ସବୁ କାଟି ସାରିଲା ପରେ ମୁଁ ଏଠି ଗୋଟେ ମସଲା ରେଡ଼ି କରିଛି। ଜିରା, ସୋରିଷ, ଲଙ୍କା, ରସୁଣ। ଆଉ ପରିବାରେ ମୁଁ ନେଇଥିଲି ବୋଇତାଳୁ, ସାରୁ, ଆଳୁ, ବାଇଗଣ, ପୋଇ ଡାଙ୍ଗ, ପୋଇ ପତ୍ର। ଆଉ ଏଠି ଚିଙ୍ଗୁଡ଼ି ଶୁଖୁଆ ଧୋଇକି ମୁଁ ରଖିଦେଇଥିଲି। ଆଉ ଟିକେ କଡ଼େଇରେ 2 ଚାମଚ ତେଲ ଦେଇକି ଶୁଖୁଆକୁ ଆଗେ ପ୍ରଥମେ ଭାଜି ନେବା। ଭାଜି ସାରିଲା ପରେ ମୁଁ ତାକୁ ଖୋଲି ନେଲି। ସେଇ କଡ଼େଇରେ ଆଉ 2 ଚାମଚ ସୋରିଷ ତେଲ ଦେଇଦେଲି, କାରଣ ସୋରିଷ ତେଲରେ କଲେ ଏଟା ବେଶୀ ଟେଷ୍ଟ ଲାଗିବ। ତେଲ ତାତିଲା ପରେ ଜିରା, ସୋରିଷ ଫୁଟଣ ପକାଇକି ପିଆଜ ପକାଇକି ଦେଲି। ତାପରେ ପରିବାକୁ ପକାଇଦେବା। ପରିବା ଟିକେ ଭାଜି ହେଇଯିବ, ମାନେ ସନ୍ତୁଳି ହେଇଯିବ। ଆଉ ବିଲାତି ବି ପକାଇ ଦେଉଛି। ଆଜିକାଲି ବିଲାତି ତ ସିଝୁ ନାହିଁ, ସେଥିପାଇଁ ମୁଁ ପରିବା ସାଙ୍ଗରେ ପକାଇ ଦେଇଛି। ଆଉ ଲୁଣ ପକାଇକି ତାକୁ ଟିକେ ଭଲକି ଗୋଳେଇ ନେବା। ଆଉ ଗ୍ୟାସ୍କୁ ଟିକେ 1 ମିନିଟ୍ ହାଇରେ ରଖିବା। ତାପରେ ଲୋ ଟୁ ମିଡ଼ିୟମ୍କୁ ନେଇ ଆସିବା। ଢାଙ୍କଣ ଢାଙ୍କି ଦେବା। ଏଇଠି ଢାଙ୍କଣ ଢାଙ୍କି ଦେଲା ପରେ ପରିବାରେ ପାଣି ବାହାରି ଆସିଛି, ଆଉ ପରିବା ବି ଅଧାରୁ ଅଧିକା ସିଝି ଯାଇଛି। ଏଇ ଷ୍ଟେଜ୍ରେ ଆମେ ଯେଉଁ ବାଟିକି ମସଲାଟା ରଖିଥିଲେ ଦେଇଦେବା। ଦେଇଦେଲା ପରେ ତାକୁ ଭଲକି ଗୋଳେଇ ନେବା। ଆଉ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏସବୁକୁ ଦେଇଦେବା। ଦେଇଦେଲା ପରେ ତା ସାଙ୍ଗରେ ଯେଉଁ କାଟିକି ମୁଁ ପୋଇ ପତ୍ର ରଖିଥିଲି ତାକୁ ବି ଦେଇଦେବା। ପୁଣି ଟିକେ ଭଲକି ଗୋଳେଇ ନେବା। ମସଲା ସବୁଆଡ଼େ ଲାଗିଯିବ, ପରିବା ଶାଗ ସବୁଆଡ଼େ ଲାଗିଗଲା ପରେ ପୁଣି ଆମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ତାକୁ ଘୋଡ଼େଇ ଦେବା। ଏଥିରେ ପାଣି ବିଲକୁଲ ଦେବାନି। ଏଇ ପୋଇ ଶାଗ ପକାଇ ସାରିଲା ପରେ ଯେଉଁ ପାଣି ବାହାରିବ ସେଇଥିରେ ଆମର ପରିବା ସିଝିଯିବ, ଶାଗ ସିଝିଯିବ, ତରକାରୀ ବଢ଼ିଆକି ହେଇଯିବ। ଏବେ ତାକୁ ଢାଙ୍କଣ ଢାଙ୍କି ଦେବା। ସମସ୍ତେ ତ ପୋଇ ଶୁଖୁଆ ଘାଣ୍ଟ ବନେଇଥିବେ, ମୋ ଷ୍ଟାଇଲରେ ଥରେ ବନେଇକି ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ଏଇ ପୋଇ ଘାଣ୍ଟଟି ଖାଇବା ପାଇଁ ଗରମ ପଖାଳ ସବୁଥିରେ ଭଲ ଲାଗେ। ଏଇଠି ଦେଖନ୍ତୁ ଆମର ପୋଇ ପରିବା ସବୁ ସିଝି ଆସିଲାଣି। ଆଉ ତାକୁ ଏବେ ଆମେ ଯେଉଁ ଶୁଖୁଆ ଭାଜିକି ରଖିଥିଲେ ନା, ସେ ଶୁଖୁଆକୁ ଦେଇକି ଆମେ ଭଲକି ପୁଣି ଗୋଳେଇ ନେବା। ଆଉ ଟିକେ ଘୋଡ଼େଇ ନେବା। ଆଶା କରୁଛି ଆପଣମାନଙ୍କୁ ଏ ରେସିପିଟି ନିହାତି ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍, ସେୟାର, କମେଣ୍ଟ ଦେବେ। ଆଉ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଦେଖନ୍ତୁ ଏଇଠି ଆମର ଶାଗ ପୁରା ରେଡ଼ି ହେଇଯାଇଛି, ମାନେ ପୋଇ ଘାଣ୍ଟ, ଶୁଖୁଆ ପୋଇ ଘାଣ୍ଟ ପୁରା ରେଡ଼ି ହେଇଯାଇଛି। ଆଉ ଆଖିକି ବି ବହୁତ ଭଲ ଲାଗୁଛି। ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିବେ। ପୋଇ ଘାଣ୍ଟ ତ ହେଇଗଲା, ଆମେ ଏବେ ପଖାଳ ଖାଇବାର ମଜା ନେଉଛୁ। ରହୁଛି। ଜୟ ଜଗନ୍ନାଥ। ପୁଣି ଆସିବି ଆଉ ଗୋଟେ ରେସିପି ସହିତ। ବାଏ ବାଏ।